କରାଯିବା ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ସୌଜନ୍ୟ ପୌର ପରିଷଦ କୋରାପୁଟ। ଏତଦ୍ଦ୍ୱାରା ସର୍ବସାଧାରଣଙ୍କ ସକାଶେ ଜଣାଇ ଦିଆଯାଉଛି ଯେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ କୌଣସି ଯାନବାହନ ପାର୍କିଂ କରନ୍ତୁ ନାହିଁ। ଉକ୍ତ ଯାନବାହନ ଗୁଡ଼ିକୁ ହକି ଗ୍ରାଉଣ୍ଡ ଭିତରେ କିମ୍ବା ବେୟନିକା ପଛପଟ ପାର୍ଶ୍ୱରେ ଥିବା ଖାଲି ସ୍ଥାନରେ ରଖନ୍ତୁ। ଆଉ ଏକ ସୂଚନା, ପୋଷ୍ଟ ଅଫିସ ଛକଠାରୁ ବସଷ୍ଟାଣ୍ଡ ଏବଂ ଟ୍ରାଫିକ ଛକଠାରୁ ଜୟପୁର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ କରି ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀଙ୍କୁ ଜଣାଇ ଦିଆଯାଉଛି ଯେ ସେମାନେ ନିଜ ନିଜର ଜିନିଷ ଗୁଡ଼ିକୁ ଉଠାଇ ନେଇ ଅନ୍ୟତ୍ର ବ୍ୟବସାୟ କରିବେ। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ସୌଜନ୍ୟ ପୌର ପରିଷଦ କୋରାପୁଟ। ଏତଦ୍ଦ୍ୱାରା ସର୍ବସାଧାରଣଙ୍କ ସକାଶେ ଜଣାଇ ଦିଆଯାଉଛି ଯେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ କୌଣସି ଯାନବାହନ